ଲାଇନ ପଡିଛି ଆମର। ଆଚ୍ଛା ଏବେ ଆପଣଙ୍କର ପରିଚୟ ଦିଅ। ଇଏ ହଉଛନ୍ତି ନାରଦ ଟାକୁଆ। ଇଏ ହଉଛନ୍ତି ମୋର ପର୍ସନାଲ ସେକ୍ରେଟାରୀ କମୁକାଳି ଷେଣ୍ଢ। ମୁଁ ଶୁଣିଛି ଆଜ୍ଞା ଆପଣଙ୍କ ବଡ ପୁଅ ବାହାଘର କରୁଛନ୍ତି, ଗୋଟେ ବୋହୂଟିଏ ଖୋଜୁଛନ୍ତି। ଆଜ୍ଞା ଏଇ ସବୁ କାମରେ ଆମ ମଉସା ଭୁଲ ହେଇଗଲା ସାର୍। ସାର୍ ଆମର ଏଇ ଜୋଟା କାମ ପାଇଁ ପୁରା 100%। ଏ ନାରଦ ଟାକୁଆର ଗୋଟେ ଘଟ ସୁତ ଅଫିସ ଅଛି ଆଜ୍ଞା। ବର କନ୍ୟାଙ୍କ ବାବଦରେ ସେଠି ରୀତିମତ ଫାଇଲ ମେଣ୍ଟେନ କରାଯାଏ। ତାମାନେ ଆପଣ ଜଣେ ପ୍ରଫେସନାଲ ମଧ୍ୟସ୍ଥି। ଆଜ୍ଞା ତାପରେ ମଧ୍ୟ ଅନ୍ୟ ବ୍ୟବସାୟ ଅଛି। ମୁଁ ଆଜ୍ଞା ହୋମିଓପାଥି ଔଷଧ ବ୍ୟବସାୟ ମଧ୍ୟ କରେ। ତା ସହିତ କୋଳଥ ଆଉ କୁଣ୍ଡା ବ୍ୟବସାୟ ବି କରନ୍ତି। ଆଜ୍ଞା ଉଷୁଣ ନୁହେଁ, କେବଳ ଅରୁଆ। ଆଜ୍ଞା ତା ସହିତ ଜମି ବନ୍ଧା ପକା, ଟଙ୍କା ଦବା ନବା, ଜମି କିଣା ଏସବୁ ଆଜ୍ଞା ମଧ୍ୟ କରେ। ଆଜ୍ଞା ତା ସହିତ ଆମ ମଉସା ଭୁଲ ହେଇଗଲା ସାର୍। ଏ କୋତପୁରା ହାଟରେ ପରିବା ବେପାର ଛାଡ଼ିକି ଏ ହରା ଗୋରୁ ବ୍ୟବସାୟ କରୁଛନ୍ତି। ତାମାନେ ଖାଇବି ନୁଆଁ। ଓ ବାବୁ ହୋ ଜଣେ ଲୋକ ହେଇ ଏତେ ବେପାର। ଆଜ୍ଞା ଓ ବାବୁ ହୋ ଆପଣ ବହୁତ କଥାବାର୍ତ୍ତା କରୁଛନ୍ତି। ଆଜ୍ଞା ମୁଁ ଆପଣଙ୍କୁ ଆଗରୁ କହିଥିଲି ଆଉ ଆଜ୍ଞା। ଏବେ ମଧ୍ୟ କହୁଛି ଆମ ସାନ ବାବୁଙ୍କ ପାଇଁ କେମିତି ବସ୍ତାବ ସେଇଟା କୁହନ୍ତୁ। ଆଜ୍ଞା ମଦସ୍ତି ଆମର ଧନ୍ଦା ଆଜ୍ଞା, ମୁଁ ସାଙ୍ଗେ ସାଙ୍ଗେ ଖୋଲୁଛି। ଆର ଗାଁକୁ ଯାଇଥିଲେ ଟିକେ ଥଣ୍ଡା ପାଣି ଦେଇଛି, ଯଦି ତଣ୍ଟିଟା ବସି ଯାଇଛି ଆଉ। ସାରେ ଝିଅଟି ଗୌରବର୍ଣ୍ଣ, ଉଚ୍ଚତା 5 ଫୁଟ 3 ଇଞ୍ଚ, ଶିକ୍ଷାଗତ ଯୋଗ୍ୟତା BA। ଆଜ୍ଞା ସବୁ ପରେ ଏ ଝିଅଟା ସାମାନ୍ୟ ଛୋଟେଇକି ଚାଲେ। ଯୌତୁକ ବାବଦରେ ଆପଣ ପାଇବେ ରେଡି କ୍ୟାଶ 10 ଲକ୍ଷ ଟଙ୍କା। ଆପଣ ଗୋଟେ କାମ କରନ୍ତୁ, ଏଇ ଫଟୋଟା ଦେଖନ୍ତୁ। କ୍ୟାନ୍ସର ଆଜ୍ଞା ଆଉ ବ୍ୟସ୍ତ ହବାର କିଛି ନାହିଁ, ଆହୁରି ପ୍ରସ୍ତାବ ଅଛି। ସେକେଣ୍ଡ ପ୍ରପୋଜାଲ ଝିଅଟି ହେଉଛି ଶ୍ୟାମଳୀ, ଉଚ୍ଚତା 5 ଫୁଟ 6 ଇଞ୍ଚିଆ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ସିଟି। ଆଜ୍ଞା ଏ ସବୁ ପରେ ଏ ଗୋଟେ ଟିଉସନ ମାଷ୍ଟର ସହିତ 7 ଦିନ ପାଇଁ ଫେରାର ହେଇଯାଇଛି। ଯୌତୁକ ବାବଦରେ ଆପଣ ପାଇବେ 2 ଲକ୍ଷ ଟଙ୍କା ଆଉ କ୍ୟାପିଟାଲ ଉପରେ ପାଇବେ 2 ଗୁଣ୍ଠ ଜାଗା ମଧ୍ୟ। ଗୋଟେ କାମ କରନ୍ତୁ, ଏଇ ଫଟୋଟା ଦେଖନ୍ତୁ। କ୍ୟାନ୍ସର ଆଜ୍ଞା ବ୍ୟସ୍ତ ହବାର କିଛି ନାହିଁ, ଅଛି ଦୁନିଆ ପ୍ରସ୍ତାବ ଅଛି। ଝିଅଟିର ରଙ୍ଗ ସାମାନ୍ୟ କଳା, ଉଚ୍ଚତା 5 ଫୁଟ 8 ଇଞ୍ଚ, ଶିକ୍ଷାଗତ ଯୋଗ୍ୟତା ଟ୍ରେଣ୍ଡ ଗ୍ରାଜୁଏଟ, କମ୍ପ୍ୟୁଟରରେ PGDCA କରିଛି ଆଜ୍ଞା। ଆଜ୍ଞା ସବୁ ପରେ ଦୋଷ ଏତିକି, ଗୋଟେ ସେଲୁନ ବାଲା ସହିତ ଏ ମାତ୍ର 7 ଦିନ ପାଇଁ ଗୋଟେ କୁଆଡେ ପଳାଇଥିଲା। ଏ ବାହାର ଲୋକମାନେ ଏଭଳି ଅପପ୍ରଚାର କରନ୍ତି। ଏ ବାହାର ଲୋକମାନେ ଅପପ୍ରଚାର କରନ୍ତି ବୋଲି ତା ବାପା 10 ଲକ୍ଷ ଟଙ୍କା ତା ସହିତ ନାଲା 4 ହୁଇଲର ଗାଡିଟିଏ ଦବାକୁ ପ୍ରସ୍ତୁତ। ଆଜ୍ଞା ଗୋଟେ କାମ କରନ୍ତୁ, ଏଇ ଫଟୋଟା ଦେଖନ୍ତୁ। କ୍ୟାନ୍ସର କ୍ୟାନ୍ସର ଆଜ୍ଞା ଆହୁରି ପ୍ରପୋଜାଲ ଅଛି, ଦେଖୁଛି ଦେଖୁଛି ଦେଖୁଛି। ଝିଅଟି ରଙ୍ଗ ଦୁଧ ଅଳତା ପରି ଫେଣ୍ଟା ପେଟି ରଙ୍ଗ, ଉଚ୍ଚତା 8 ଫୁଟ 11 ଇଞ୍ଚ। ଆଜ୍ଞା ବିଏରେ କିନ୍ତୁ 3 ଥର ଫେଲ ହେଇଛି, ଏଥର ପରୀକ୍ଷା ଯାଇଛି, ହିଡ଼ ଦେଇ ଯାଇପାରେ। ଆଜ୍ଞା ଏ ସବୁ ପରେ ଗୋଟେ ଟ୍ରାକ୍ଟର ବାଲା ସହିତ ଫେରାର ହେଇଯାଇଥିଲା। ତ ଏଗୁଡ଼ା ସବୁ ସାଧାରଣ କଥା। ଆଜ୍ଞା ଚଳେଇ ନେଲେ ଚଳିଯିବ ଆଉ। ଫଟୋ ବାହାର କରିବା ଦରକାର ନାହିଁ। ଆଜ୍ଞା ସାରେ ଆମେ ତ
ଦେଖେଇଲିଣି ଆପଣର ଜମା ମନକୁ ଯାଉନି। ଆପଣ କେମିତି ପ୍ରସ୍ତାବ ଚାହୁଁଛନ୍ତି ସାରେ? ଗୋଟାଏ ବି ଟଙ୍କା ଯୌତୁକ ନେବିନି। ନାଇଁ ଆଜ୍ଞା। ଝିଅଟି ସାଧାରଣ ସୁନ୍ଦରୀ ହେଇଥିବ, ଆଜ୍ଞା। ଶିକ୍ଷାଗତ ଯୋଗ୍ୟତା, ହଁ ଚିଠି ଲେଖି ପାରୁଥିବ, ହଁ କିନ୍ତୁ ମୋ ବୋହୁର ଗୋଟାଏ ଯୋଗ୍ୟତା ଦରକାର। ଆଜ୍ଞା। ମନ ପ୍ରାଣୀ, ଚାଲିଚଳଣିରେ ଆଉ ଆଚାର ବ୍ୟବହାରରେ ସେ ହେଇଥିବ ଖାଣ୍ଟି ଓଡ଼ିଆ ଘରର ଝିଅ। ଏତେବେଳେ ବାବୁ ଆମର ଖାଣ୍ଟି ଗୋଟେ କଥା କହିଲେ। ଆପଣ ଦି ଜଣ ସେତେବେଳେ କାହିଁ ଚକ୍ଷୁ କୁଟି ଯାଇଛନ୍ତି, ଏପଟ ଦେଖା ସେପଟ ଦେଖା। ଆରେ କମ୍ବୁ ପାଣି। ଏକଥା ବି କହିଦେ, ଆଜ୍ଞା ଝିଅଟି ଗରିବ ହେଲେ ବି ମୋର କୌଣସି ଆପତ୍ତି ନାହିଁ। ଆଜ୍ଞା ଦରକାର ପଡ଼ିଲେ ଧନଞ୍ଜୟ ଦୀକ୍ଷିତ ଉଭୟ ପକ୍ଷର ଖର୍ଚ୍ଚ ବହନ କରି ଏ ବାହାଘର କରିବ, କିନ୍ତୁ ଏ ବାହାଘର ହବ। ଆଜ୍ଞା। ତମ ପାଖରେ ସେମିତି କିଛି ଝିଅ ଅଛି? ଅଛି କୁହ। ଆଜ୍ଞା। କିରେ କମ୍ବୁ ପାଣି, ଆମେ ଏତେ ଆଡେ ବୁଲିଲେ, ଆରେ ସେ ଯୋଉ ପଳାସିଆ ଗାଁକୁ ଯାଇଥିଲେ, ସେ କହୁଛି 5 ଲକ୍ଷ ଡିମାଣ୍ଡ। ପୁରା ଏତେ ବଢିଆ ଅଜବ ଯୁକ୍ତି ଆମେ ପାଇନାହାନ୍ତି, ବିନା ପଇସାରେ ବାହାଘର। ଆଜ୍ଞା ସାରେ, ଆମକୁ 15 ଦିନ ସମୟ ଦିଅନ୍ତୁ, ଏବେ ଚାରିଆଡେ ବୁଲି ଆପଣ ଖାଲି ପ୍ରସ୍ତାବ ଖାଲି ଆଣି ଥୋଇଦେବି। କିନ୍ତୁ ସାରେ, ଆମ ସାରଙ୍କର ପ୍ରୋବ୍ଲେମ ହେଉଛି ଆପଣ ତ ଟଙ୍କା ଦେଇକି ଯୌତୁକ ଆଣିବେନି, ହେଲେ ଆମେ ଆମର ପରସେଣ୍ଟେଜଟା କେମିତି ପାଇବୁ? ଏଇ କଥା? ଆଜ୍ଞା। ଠିକ ଅଛି, ବହୁ ଯଦି ମୋ ମନକୁ ଯାଏ ତାହେଲେ ମୁଁ ତମ ମାନଙ୍କ ମନ ଖୁସି କରିଦେବି। ଆଜ୍ଞା ଦେବେ ଆଉ। ଆଚ୍ଛା କମ୍ବୁ ପାଣି, ଆଜ୍ଞା ସାର୍। ଏଥରକ ଯିବା। ଚାଲନ୍ତୁ ସାର୍। ଆସ। ହଉ ଚାଲନ୍ତୁ ଯା ଯିବା ଭଲ ସାର୍। ପ୍ରସ୍ତାବ ନେଇକି ଆସିବ ଯାଅ। ବାବୁ ଆପଣ ପଦେ କଥା କହିଦେଲେ ମନ ମୋର ତୋଷ ହେଇଗଲା। ମାଧବ, ଆଜ୍ଞା ବାବୁ ଏ କଥା ବି ମନେ ରଖିଥିବୁ। ଆଜ୍ଞା ଏ ଧନଞ୍ଜୟ ଦୀକ୍ଷିତର ବୋହୂ ଝିଅ ହବ, ସେ ହେଇଥିବ ଖାଣ୍ଟି ଓଡ଼ିଆ ଘରର ଝିଅ। ମାଧବ, ଆଜ୍ଞା ବାବୁ ଯା ମୋ ପାଇଁ କପେ ଚା ନେଇକିରି ଆସିବୁ। ଆପଣ ପୁରା ଡାଇବେଟିସ୍ ବ୍ଲଡ ପ୍ରେସର ବି ବାହାରିଲାଣି, କେତେ ଟା କଣ ପିଅନ୍ତି? ଆରେ ନିର୍ବୋଧ, ମଣିଷକୁ 50 ବର୍ଷ ଟପିଗଲା ପରେ ଏ ବ୍ଲଡ ପ୍ରେସର, ଡାଇବେଟିସ୍ ଗୋଟାଏ ମଣିଷର ଅଂଶ ବିଶେଷ, ସାଧାରଣ ଜୀବନର ଅଂଶ ବିଶେଷ। ଯା ମୋ ପାଇଁ କପେ ଚା ନେଇକି ଆସିବୁ। ଯା। ଆଜ୍ଞା ବାପା, ମନୀଷା, ତାମାନେ ମୋ ଜୟ ବିନା। ନାଇଁ ନାଇଁ ନାଇଁ, ମୋ ବିଧବା ଆସି ଦେଖି ଆପଣ ମତେ ଯାହା ଭାବୁଛନ୍ତି ସେମିତି କିଛି ବି ହେଇନି, ସେ ଲୋକଟା ଏବେ ବି ବଞ୍ଚିଛି। ହେଲେ ମା ତୁ ଏ